ବର୍ତ୍ତମାନ ପାଖେଲା ପ୍ରିଲିମ୍ସ ଯେତିକି ଟେନସନ ପିଲାମାନେ ନାହାନ୍ତି ତାଠୁ ଅଧିକା ଟେନସନ ଅଛନ୍ତି କୋଚିଂ ଇନଷ୍ଟିଚ୍ୟୁଟ ବାଲା। ସିଏ କହୁଛି ମୁମ୍ବି ନମ୍ବର ୱାନ୍, ଇଏ କହୁଛି ମୁମ୍ବି ନମ୍ବର ୱାନ୍। ତାହେଲେ ମତେ କୁହ ନମ୍ବର ଟୁ କିଏ ଏଠି? ନମ୍ବର ଟୁ କଣ ନମ୍ବର ଥ୍ରୀ ର କଲମ ତ ନାହିଁ ବିଲକୁଲ। ସମସ୍ତେ ନମ୍ବର ୱାନ୍। ଏଇଟା କୁହାଯାଏ ବ୍ରେନ୍ ୱାଶ। ଯଦି ସେମାନେ ନମ୍ବର ୱାନ୍ ନ କହିବେ ତାହେଲେ ତମଠୁ ଏଇଟା ବାହାରିବନି। ବୁଝିପାରିଲେ? ଯୋଉ ମନିଟା ବାହାରିବନି। ତ ଜିନିଷ ହଉଛି ଏବେ ବହୁତ ପିଲା କହୁଛନ୍ତି କି ଆମେ ସାର୍ କୋଉ ଉଠେଇବୁ ଟେଷ୍ଟ ସିରିଜ କୋଉ ଇନଷ୍ଟିଚ୍ୟୁଟ ର। ମୁଁ କୋଉଠୁ ନାଁ ନେବିନି ଏଠି। ସେ କହୁଛି ମୁଁ ଏଇଠୁ ନେବି ନା ସେଇଠୁ ନେବି। ଆଉ କିଛି ପିଲା ଟିକେ ଅଧିକା ସ୍ମାର୍ଟ ଅଛନ୍ତି। ସେ କହୁଛନ୍ତି କି ଆମେ କିଛି 5,000 ର ଏମସିକ୍ୟୁ ବୁକ୍ ନେଇଯିବୁ। ହେଲା, ଦିଶା ନେଇଯିବୁ ନା ଏଇଠୁ ନେଇଯିବୁ ନା ସେଇଠୁ ନେଇଯିବୁ। କୋଉ ବୁକ୍ ଟା ନେଇଗଲେ ଆମର ପ୍ରିଲିମ୍ସ ହେଇଯିବ। ଭାଇ ମନେ ରଖ ଏମିତି ହୁଏନି। ଷ୍ଟ୍ରାଟେଜି ଫଲୋ କର। ବଟ୍ ମନେ ରଖ ନା ତମେ ଯେକୌଣସି ଉଠାଅ ଟେଷ୍ଟ ସିରିଜ କିମ୍ବା ଏମସିକ୍ୟୁ ବୁକ୍, ଦେଖିବ ଦି ତିନିଟା କ୍ୱେଶ୍ଚିନ୍ ରୁ ଅଧିକା ତମର ଏକ୍ସାମ ରେ ଆସିବନି। ଓପିଏସସି ଏତେ ମୂର୍ଖ ନୁହଁ କି ସେ କୌଣସି ଗୋଟେ ଅବଜେକ୍ଟିଭ ବୁକ୍ ରୁ କିମ୍ବା ଟେଷ୍ଟ ସିରିଜ ରୁ କିମ୍ବା ଯୋଉଟା ସେ ପଚାରି ସାରିଛି ତାକୁ ସେ ଆଉଥରେ ପଚାରିବ। ହଁ, ଦି ଚାରିଟା କ୍ୱେଶ୍ଚିନ୍ ରିପିଟ୍ ହେଇଯାଏ, ବଟ୍ ସେଇଟାରେ ତ ତମ ଏକ୍ସାମ ବାହାରିବନି ନା। ସେତିକିରେ ତମର କ୍ଲିୟର ହବନି। ତ ଜିନିଷ ହচ্ছে ପଢିବ କେମିତି। ଦେଖ, ପଢିବା ଆଗରୁ ଥରେ ଭାବ କି ହ୍ୱାଟ ଇଜ ଟେଷ୍ଟ ସିରିଜ। ଟେଷ୍ଟ ସିରିଜ ମାନେ କଣ କି ଆପଣ ପୁରା ବହିକୁ ପଢିଛନ୍ତି, ଏବେ ଖାଲି ଟେଷ୍ଟ ଦେବେ କି ଆପଣ ଦେଖିବେ କି ମୁଁ କେତେ ପାଣିରେ ଅଛି। ଯେମିତି କି ଇଣ୍ଡିଆନ ପଲିଟି ମୁଁ ପୁରାପୁରି ବହି ପଢିଛି, ତ ମୁଁ ଦିଟା ତିନିଟା ଟେଷ୍ଟ ଉଠେଇଲି, ମୁଁ ଟେଷ୍ଟ ଦେଲି, ମୁଁ ଦେଖିଲି କି ମୁଁ ସବୁ କ୍ୱେଶ୍ଚିନ୍ କୁ ଆଟେଣ୍ଡ କରିପାରୁଛି କି କରିପାରୁନି। ନିଜକୁ ପରୀକ୍ଷା କରିବା ପାଇଁ ପିଲା ଆଟେଣ୍ଡ କରନ୍ତି ଟେଷ୍ଟ ସିରିଜ। ତା ମାନେ ନୁହଁ କି ମୁଁ ଉଠେଇବି ଟେଷ୍ଟ ସିରିଜ ମୋର ପ୍ରିଲିମ୍ସ ହେଇଯିବ। ଏଇ ଜିନିଷଟା ମାଇଣ୍ଡରୁ ହଟେଇ ଦିଅ। ତାହେଲେ କରିବୁ କଣ? ଏବେ କଣ ପଢିବୁ ଟେଷ୍ଟ ସିରିଜ? ମୁଁ ମନା କରୁନି, ବଟ୍ ମନେ ରଖ ପ୍ରଥମେ ଫାଉଣ୍ଡେସନ କ୍ଲିୟର କର। ଯେମିତି ଏକ୍ସାମ୍ପଲ ଦେବି କି ଗୋଟେ ପିଲା ଉଠେଇଲା ପଲିଟିର ଟେଷ୍ଟ ସିରିଜ। ସେ ଦେଖିଲା କି 1973 ଆକ୍ଟରୁ 1947 ଆକ୍ଟ ପର୍ଯ୍ୟନ୍ତ ତାର ତିନିଟା କ୍ୱେଶ୍ଚିନ୍ ଆସିଛି ଟେଷ୍ଟ ସିରିଜରେ। କଣ ଆସିଛି ନା ଗୋଟିଏ କ୍ୱେଶ୍ଚିନ୍ ପଚାରିଲା କି ଆମର ଡାଏର୍ଚି ପ୍ରୋଭିନ୍ସରେ କେବେ ଅଣାଗଲା। ଆଉ କ୍ୱେଶ୍ଚିନ୍ ଆଉ ଗୋଟେ ପଚାରୁଛି କି ଆମର ଡାଇରେକ୍ଟ ଇଲେକ୍ସନ କେବେ ଅଣାଗଲା। ଆଉ ଗୋଟେ ପଚାରୁଛି କି ଆମର ଜୁଡିସିଆରୀ ଆମର ଏକ୍ଜିକ୍ୟୁଟିଭରୁ କେବେ ସେପାରେସନ ହେଲା। ତିନିଟା ପଚାରିଦେଲା। ବଟ୍ ମତେ କୁହ କଣ ଏଇ ତିନିଟା ଛଡା କଣ ଆଉ କିଛି କ୍ୱେଶ୍ଚିନ୍ ନାହିଁ? 73 ଆକ୍ଟରୁ 1947 ପର୍ଯ୍ୟନ୍ତ ସେ ପରୀକ୍ଷାରେ ପଚାରିବ? କ୍ୱେଶ୍ଚିନ୍ ବହୁତ ଅଛି। ପ୍ରଥମ ସୁପ୍ରିମକୋର୍ଟ କେବେ ଇଷ୍ଟାବ୍ଲିଶ ହେଲା, କୋର୍ଟ ଅଫ ଡାଇରେକ୍ଟର କେବେ ଇଷ୍ଟାବ୍ଲିଶ ହେଲା, ବୋର୍ଡ ଅଫ କଣ୍ଟ୍ରୋଲ କେବେ ଆସିଗଲା। ବୁଝିପାରିଲେ? ଇଷ୍ଟ ଇଣ୍ଡିଆ କମ୍ପାନୀର ମନୋପଲି କୋଉ ଆକ୍ଟରେ ଏଣ୍ଡ ହେଇଗଲା। ଇଣ୍ଡିଆନ୍ସକୁ ପ୍ରଥମ ଥର ପାଇଁ ତାଙ୍କର ଏଜୁକେସନ ପାଇଁ କୋଉ ଆକ୍ଟରେ ମାନେ ବର୍ଷକୁ ଟଙ୍କା ଲକ୍ଷେ ଦିଆଗଲା, ସେଇଟା ପଚାରିଦବ। ଖ୍ରୀଷ୍ଟିଆନ ମିଶନାରୀକୁ କୋଉଠି ଆଲାଉ କରାଗଲା। କ୍ୱେଶ୍ଚିନ୍ ତ ବହୁତ ପଚାରିବ ନା। ଫେଡରାଲ ପିଏସସି କେବେ ଆସିଗଲା। ତାମାନେ କଣ, ଯଦି ଟେଷ୍ଟ ଯେ କରୁଛନ୍ତି ନା ସାଇନ୍ସ ଟେକ୍ ହଉ ଏନଭାରମେଣ୍ଟ ହଉ, ସେଇ କ୍ୱେଶ୍ଚିନ୍ ଯେ ମୋର ପରୀକ୍ଷାରେ ଆସିବ ଆଉ ସେଇଟା କରିକି ମୋର ହେଇଯିବ ପ୍ରିଲିମ୍ସ, ଏଇଟାକୁ ମାଇଣ୍ଡରୁ ହଟେଇ ଦିଅନ୍ତୁ। ତ କଣ କରିବେ ନା ଫାଷ୍ଟ ଫାଉଣ୍ଡେସନ କ୍ଲିୟର କରନ୍ତୁ। କେମିତି କ୍ଲିୟର କରିବେ? ହାଲାକି ମୁଁ କହିବି ଆପଣ ପଳାନ୍ତୁ ଆମର ୟୁଟ୍ୟୁବ ପ୍ଲେଲିଷ୍ଟରେ ଦେଖିବେ ଇଣ୍ଡିଆନ ପଲିଟି, ଇଣ୍ଡିଆନ ଜିଓଗ୍ରାଫି, ଇକୋନୋମିକ୍ସ, ହିଷ୍ଟ୍ରି ସବୁ କିଛି ଅଛି। ଆପଣ ଅଦର କୌଣସି ସୋର୍ସ ଫଲୋ କରିପାରନ୍ତି, ବଟ୍ ଯୋଉଠି ବି ସୋର୍ସ ଫଲୋ କରୁଛନ୍ତି, ଯୋଉଠୁ ଦେଖୁଛନ୍ତି ୟୁଟ୍ୟୁବ ଭିଡିଓ, ଥରେ ଭଲସେ ଦେଖିବେ कि सिलेबस को से ठीक से डिकोड करिछि ना करिनि। बुझिला? डिकोड जो पिला भल से करि पारला ना ता हातर प्रिलिम्स थुआ आइछि। जदि हम देखिबा भल से डिकोड करिबा भाई इंडियन पॉलिटी रो मैक्सिमम अछि लेक्चर 20-25 टा मैक्सिमम। इंडियन इकोनॉमी रो अछि 14-15 टा। इंडियन ज्योग्राफी रे भी अछि अति बेसी 8-10 टा। सेते के हमर जरूरी प्री पाई। तो फास्ट प्री हे जाऊ ना, मेन टा पाई पर देखिबा हमें। बुझि पारले? तो एठी मो चैनल के पैसा पड़िबनी, आपण पढिए फ्री ऑफ कॉस्ट रे। आपण अदर जदि किछि देखुछन चैनल को जोठु भी हो, ଯଦି ଗୋଟେ ଭିडिଓ ଆପଣ ଦେଖିଦେଲେ, ଆପଣ ଦେଖିଲେ କି ଏ ଭିडिଓ ମୋର ସରିଗଲା, ଯେମିତି ଏକ୍ସାମ୍ପଲ ଦେବି ଆପଣ ପଢିଲେ ପ୍ରିଏମ୍ବଲ। ପ୍ରିଏମ୍ବଲ ମୁଁ ପୁରା ଦେଖିଲି ଭିडिଓଟା ଅଧ ଘଣ୍ଟାର। ତ ଏବେ ଆପଣ ଯାଆନ୍ତୁ ଗୁଗଲକୁ, ଗୁଗଲରେ କ୍ୱେଶ୍ଚିନ୍ କୁ ଟାଇପ କରନ୍ତୁ। ହେଲା, ପ୍ରିଏମ୍ବଲ ଏମସିକ୍ୟୁ କିମ୍ବା ଅବଜେକ୍ଟିଭ ଫ୍ରମ ପ୍ରିଏମ୍ବଲ। ଆପଣଙ୍କ ପାଖରେ ପାଖାପାଖି 50ରୁ 100 କ୍ୱେଶ୍ଚିନ୍ ପଳେଇ ଆସିବ। ଯଦି ସେ ସବୁ କ୍ୱେଶ୍ଚିନ୍ ଆଟେଣ୍ଡ ହେଇଗଲା ଆପଣଙ୍କ ଦ୍ୱାରା, ତାହେଲେ ଭାବି ନେବେ କି ଆପଣ ଯୋଉଠୁ ପଢୁଛନ୍ତି ନା ସେ ସୋର୍ସଟା ଭଲ ଅଛି। ଯଦି ପଢିଲା ପରେ ବି କ୍ୱେଶ୍ଚିନ୍ ଆଟେଣ୍ଡ ହଉନି, ତାମାନେ କଣ? या तो से बहीटा भल ना, या तो जो आप देखुं यूट्यूब रू सेटा भल ना। बुझिपारे? तो आपन को कष्ट पड़ोनी। मुझे अलरेडी डिकोड करी परिश्रम करी अलरेडी वीडियो बनई। आप जातु निज सिलेबस को कंप्लीट करूँ, तापर करूँ टेस्ट सीरीज। डायरेक्टली करंतुनी, आपनकर लाइफटा बर्बाद हो। लाइफटा ये कहूँ ए वर्ष वैकेंसी एमती बहुत कम अच्छी, कंपटीशन बहुत हाई रही। हाई कंपटीशन रे तुम केवल पढ़ी टेस्ट सीरीज जीव तो लाइफटा तो बर्बाद ही हम ना। बुझिपारे? बयस सीना 32-42 बढ़ीगला कि चांस बढ़ीगला कि चांस तो बढ़ीनी। तो गोटे चांस को कहीं लॉस कर। तो जब एग्जाम बसुच निजक फुल प्रिपेरेसन करिक बस।